ଧଳା ଅରଖ ଗଛର ଚେର ମଣିଷକୁ ଏତେ ଜଲ୍ଦି କିପରି ସଫଳତା ପ୍ରାପ୍ତ କରାଇଥାଏ ଏବଂ ସେହି ବ୍ୟକ୍ତିଟି କିଭଳି ଭାବରେ ଧନବାନ ହୋଇପାରିଥାଏ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି କ୍ଷୁଦ୍ର ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଧଳା ଅରଖ ଗଛକୁ ଶ୍ରୀ ଗଣେଶଙ୍କର ପ୍ରତୀକ ବୋଲି ମାନାଯାଇଥାଏ ଏବଂ ଧଳା ଅରଖ ଗଛଟି ମହାଦେବଙ୍କର ମଧ୍ୟ ବହୁତ ପ୍ରିୟ ହୋଇଥାଏ। ଦର୍ଶକ ବନ୍ଧୁ, ଆପଣମାନେ ବି ଧଳା ଅରଖ ଗଛର ଚେର ବିଷୟରେ ଜାଣିବା ପରେ ନିଜେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆମର ବାସ୍ତୁଶାସ୍ତ୍ର ଅନୁସାରେ ଧଳା ଅରଖ ଗଛଟି ଯଦି ଆପଣଙ୍କ ଘରେ ରହିଥାଏ ତେବେ ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ। ତା ସହିତ ଆପଣଙ୍କ ଜୀବନରେ ଯାହା ବି କିଛି ଅଶାନ୍ତି ଲାଗି ରହିଛି କିମ୍ବା ଆପଣମାନେ ଧନଜନିତ ସମସ୍ୟାର ସାମ୍ନା କରୁଛନ୍ତି ସେସବୁରୁ ଦୂର କରିବା ସହିତ ଆପଣଙ୍କ ନିକଟକୁ ଧନ ଆସିବାର ମଧ୍ୟ ମାର୍ଗ ଖୋଲିଦେବ ଏବଂ ଏହି ଅରଖ ଗଛର ଚେରକୁ ବ୍ୟବହାର କରିବା ଦ୍ୱାରା ଆପଣମାନେ ମଧ୍ୟ ନିଜ ଜୀବନରେ ଉନ୍ନତି କରିପାରିବେ। ଦର୍ଶକ ବନ୍ଧୁ, ଯେତେବେଳେ ଅରଖ ଗଛଟି ବହୁତ ପୁରୁଣା ହୋଇଯାଏ ତେବେ ତାହାର ଚେରରେ ଶ୍ରୀ ଗଣେଶଙ୍କର ସ୍ୱରୂପ ବାସ କରିଥାଏ ବୋଲି ଆମର ଶାସ୍ତ୍ରରେ ମାନ୍ୟତା ରହିଛି। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଆଜିର ଏହି ଭିଡ଼ିଓରେ ଧଳା ଅରଖ ଗଛର ଅନେକ ଗୁଡ଼ିଏ ଚମତ୍କାରୀ ଫାଇଦା ବିଷୟରେ ଜଣାଇବା ପାଇଁ ଯାଉଛି, ଯାହାକୁ ଆପଣମାନେ ଜାଣିସାରିବା ପରେ ଆପଣଙ୍କ ଘରକୁ ଧଳା ଅରଖ ଗଛର ଚେରକୁ ନେଇକରି ଆସିବେ ଏବଂ ଏହାର ଚମତ୍କାରୀ ଫାଇଦାକୁ ଆପଣମାନେ ଦେଖିବା ପାଇଁ ପାଇବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ବିଶ୍ୱାସ କରନ୍ତୁ, ଯଦି ଏହି ଚେରଟିକୁ ଆଣିବା ସମୟରେ ରବି ପୁଷ୍ୟା ନକ୍ଷତ୍ର ପଡ଼ିଥାଏ ତେବେ ସେହି ଚେରର ଏତେ ମାତ୍ରାରେ ଚମତ୍କାରୀ ଶକ୍ତି ରହିଛି ଯେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଧନଜନିତ ସମସ୍ୟାକୁ ଖୁବ୍ ଶୀଘ୍ର ଦୂର କରିଦେବ। ତେବେ ଚାଲନ୍ତୁ ଭିଡ଼ିଓର ଆଗରେ ମୁଁ ଆପଣମାନଙ୍କୁ ବତାଇବି ଯେ ଧଳା ଅରଖ ଗଛର ଚେରଟିକୁ ଆପଣମାନେ କିଭଳି ଭାବରେ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଜୀବନରେ ଉନ୍ନତି ଆସିବ। ତା ସହିତ ସେହି ଚେରକୁ ଧାରଣ କରିବା ଦ୍ୱାରା ଆପଣଙ୍କର ସମସ୍ତ ଋଣ କରଜ ଖୁବ୍ ଶୀଘ୍ର ଶୁଝିଯିବ। ଏହା ପୂର୍ବରୁ ଯଦି ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି, ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ହର ହର ମହାଦେବ ଅବଶ୍ୟ ଲେଖିଦିଅନ୍ତୁ। ତେବେ ଯେଉଁମାନେ ବି ନୂତନ ଘରକୁ ନିର୍ମାଣ କରିବା ପାଇଁ ଚାହୁଁଛନ୍ତି ଏବଂ ସେମାନଙ୍କୁ ଅନେକ ଗୁଡ଼ିଏ ସମସ୍ୟାର ସାମ୍ନା କରିବା ପାଇଁ ପଡ଼ୁଛି ତେବେ ଆପଣମାନେ ଧଳା ଅରଖ ଗଛକୁ ଆଣି ଆପଣଙ୍କ ମୁଖ୍ୟ ଦ୍ୱାରର ଡାହାଣ ପାଖରେ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘର ପାଇଁ ଯାହା ବି କିଛି ଅସୁବିଧା ଆସୁଥିଲା ସେସବୁ ଖୁବ୍ ଶୀଘ୍ର ଦୂର ହୋଇଯିବ। ତେବେ ଏହି ଧଳା ଅରଖ ଗଛଟିକୁ ଯେଉଁମାନେ ନୂତନ ଘରକୁ ନିର୍ମାଣ କରିବା ପାଇଁ ଚାହୁଁଛନ୍ତି ତେବେ ସେମାନେ ଆପଣଙ୍କ ଘରକୁ ଆଣି ଗୋଟିଏ ଧଳା ଅରଖ ଗଛଟିକୁ ଆପଣଙ୍କ ମୁଖ୍ୟ ଦ୍ୱାରର ଡାହାଣ ପାଖରେ ଲଗାଇ ଦିଅନ୍ତୁ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କ ଘରେ ମନ ମତାନ୍ତର କଳି ଝଗଡ଼ା କିମ୍ବା ଅଶାନ୍ତି ଲାଗି ରହୁଛି ତେବେ ଆପଣମାନେ ଧଳା ଅରଖ ଗଛର ଚେରଟିକୁ ଆଣି ଗଙ୍ଗା ଜଳରେ ଧୋଇଦେବେ। ଏହାପରେ ସେଥିରେ କଞ୍ଚା କ୍ଷୀର, ହଳଦୀ ଏବଂ ଗୋଟିଏ 1 ଟଙ୍କିଆ ମୁଦ୍ରାକୁ ରଖି ସେହି ଜଳଟିକୁ ନେଇ କୌଣସି ଧଳା ଅରଖ ଗଛର ମୂଳରେ ଢାଳିଦେବେ ଏବଂ ଢାଳିବା ସମୟରେ ଓମ୍ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରଟିକୁ ମନେ ମନେ 7 ଥର ଉଚ୍ଚାରଣ କରିବେ ଏବଂ ଆପଣମାନେ ତାହାଙ୍କୁ ନିମନ୍ତ୍ରଣ କରିବେ। କହିବେ ଯେ ମୋ ଘରର ଉନ୍ନତି ପାଇଁ ମୁଁ ଆପଣଙ୍କୁ ନେବା ପାଇଁ ଆସିଛି ଏବଂ ଆପଣ ମୋ ଘରେ ସ୍ଥାପନା ହେବା ଦ୍ୱାରା ମୋ ଘରୁ ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଏହି ଉପାୟଟିକୁ ଆପଣମାନେ ଯେକୌଣସି ଦିନ କରିପାରିବେ ଏବଂ ସେହି ଅରଖ ଗଛର ଚେରଟିକୁ ଆଣି ଆପଣମାନେ ଭଲ ଭାବରେ ତାହାର ପୂଜା କରିବେ ଏବଂ ଆପଣଙ୍କର ଯାହା ବି କିଛି ଅଧା ଅଧୁରା ମନସ୍କାମନା ଅଛି କିମ୍ବା ଆପଣଙ୍କର ସମସ୍ୟାକୁ ଜଣାଇଦେବେ। ଏହାପରେ ଆପଣଙ୍କର ଇଷ୍ଟ ଦେବତାଙ୍କର ବୀଜ ମନ୍ତ୍ରକୁ ମନେ ମନେ ସ୍ମରଣ କରିବେ। ଏପରି କରିବା ଦ୍ୱାରା ସେହି ଚେରଟି ଅଭିମନ୍ତ୍ରିତ ହୋଇଯିବ। ଏହାପରେ ଆପଣମାନେ ଗୋଟିଏ ଡେଉଁରିଆରେ ସେହି ଚେରକୁ ଭର୍ତ୍ତି କରି ଆପଣଙ୍କ ଡାହାଣ ହାତରେ ବାନ୍ଧିଦେବେ।
ଦେଖିବେ ଏପରି କରିନେବା ଦ୍ୱାରା ଯେଉଁ ବି ସମସ୍ୟାରେ ଆପଣମାନେ ଫସି ଯାଇଥିଲେ ତେବେ ସେହି ସବୁ ସମସ୍ୟା ଖୁବ୍ କମ୍ ସମୟ ମଧ୍ୟରେ ଦୂର ହୋଇଯିବ ଏବଂ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ। ଦର୍ଶକ ବନ୍ଧୁ, କ'ଣ ଆପଣମାନେ ଋଣ କରଜରେ ବୁଡ଼ି ଯାଇଛନ୍ତି କିମ୍ବା ଆପଣଙ୍କୁ ଧନଜନିତ ସମସ୍ୟାର ସାମ୍ନା କରିବା ପାଇଁ ପଡ଼ୁଛି? ତେବେ ମୁଁ ଆପଣମାନଙ୍କୁ ଗୋଟିଏ ରାମବାଣ ଉପାୟ କହି ରଖୁଛି। ଆପଣଙ୍କୁ କେବଳ ଅରଖ ଗଛର 108ଟି ପତ୍ରକୁ ସଂଗ୍ରହ କରିବାର ଅଛି ଏବଂ ସେହି ପତ୍ରରେ ଆପଣମାନେ ରାମ ରାମ ଲେଖି ହନୁମାନଙ୍କୁ ଅର୍ପଣ କରିଦେବେ। ଏପରି କରିବା ଦ୍ୱାରା ଆପଣଙ୍କର ସମସ୍ତ ଋଣ କରଜ ଶୁଝିଯିବା ସହିତ ଆପଣଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଯିବ। ଏବଂ ଧ୍ୟାନ ରଖିବେ, ଏହି ଉପାୟଟିକୁ ଆପଣମାନେ ମଙ୍ଗଳବାର ଦିନ କରିବା ପାଇଁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏହି ଅରଖ ପତ୍ରର ମାଳକୁ ଆପଣମାନେ ମଙ୍ଗଳବାର ଦିନ ହନୁମାନଙ୍କୁ ଅର୍ପଣ କରିବେ। ଏହାପରେ ଏହାର ଚମତ୍କାରୀ ଫାଇଦାକୁ ଆପଣ ନିଜେ ହିଁ ଦେଖିବା ପାଇଁ ପାଇବେ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଧଳା ଅରଖ ଗଛର ଚେରଟିକୁ ଆଣି ଗଙ୍ଗା ଜଳରେ ଧୋଇକରି ଆପଣଙ୍କର ଧନ ରଖୁଥିବା ସ୍ଥାନରେ ରଖିଦେଉଛନ୍ତି, ତେବେ ଆପଣଙ୍କ ଘରକୁ ଧନ ଚୁମ୍ବକ ପରି ଟାଣି ହୋଇ ଆସିବ ଏବଂ ଆପଣଙ୍କର ଜନ୍ମ ଜନ୍ମାନ୍ତରର ଗରିବୀ ଖୁବ୍ ଶୀଘ୍ର ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ଅରଖ ଗଛର ଚେର ଯେତେଦିନ ପୁରୁଣା ହୋଇ ଚାଲିଥିବ ଏହା ଗଣେଶଙ୍କର ଆକୃତିର ହୋଇଯାଇଥାଏ। ସେଥିପାଇଁ ଯେଉଁ ପିଲାମାନଙ୍କର ବିଦ୍ୟା କ୍ଷେତ୍ରରେ ଦୁର୍ବଳତା ଦେଖାଦେଉଛି, ତେବେ ଆପଣମାନେ ଧଳା ଅରଖ ଚେରଟିକୁ ଗୋଟିଏ ହଳଦିଆ କପଡ଼ାରେ ବାନ୍ଧି ସେହି ପିଲାର ବେଡ୍ ତଳେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଗଣେଶଙ୍କର ଆଶୀର୍ବାଦ ସେହି ପିଲା ଉପରେ ରହିଯିବ ଏବଂ ସେ ତା ବିଦ୍ୟା କ୍ଷେତ୍ରରେ ବହୁତ ଉନ୍ନତି କରିବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣମାନେ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। ଆପଣମାନେ ନିଜେ ଦେଖିବେ ଆପଣଙ୍କ ପିଲାମାନଙ୍କର ବିଦ୍ୟା କ୍ଷେତ୍ରରେ କେତେ ମାତ୍ରାରେ ଉନ୍ନତି ହେଉଛି। ଦର୍ଶକ ବନ୍ଧୁ, ଆଉ ଗୋଟିଏ ଉପାୟ, ଆପଣମାନେ ଜାଣିଛନ୍ତି ଧଳା ଅରଖ ଫୁଲ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ଯଦି ଆପଣମାନେ ସୋମବାର ଦିନ ଧଳା ଅରଖ ଫୁଲର ମାଳଟିକୁ ପ୍ରସ୍ତୁତ କରି ମହାଦେବଙ୍କୁ ଅର୍ପଣ କରିବେ, ତେବେ ଆପଣଙ୍କର ଯାହା ବି କିଛି ମନସ୍କାମନା ରହିଅଛି ସେସବୁ ମହାଦେବ ଖୁବ୍ କମ୍ ସମୟ ମଧ୍ୟରେ ଦୂର କରିଦେବେ। ଦର୍ଶକ ବନ୍ଧୁ, ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଆପଣମାନେ ଶୁଣିଥିବେ ଆପଣଙ୍କ ଘରର ନିକଟରେ କୌଣସି ବି କ୍ଷୀର ବାହାରୁଥିବା ଗଛକୁ ରଖିବା କଥା ନୁହେଁ। କାହିଁକି ନା ଅଧିକାଂଶ ଲୋକମାନେ ଏପରି ଗଛକୁ ଅଶୁଭ ବୋଲି ମାନିଥାନ୍ତି। କିନ୍ତୁ ଏହା ଆପଣମାନେ ଜାଣି ରଖିବା ଉଚିତ ଯେ ଧଳା ଅରଖ ଗଛଟି କୌଣସି ଅଶୁଭତ୍ୱ ନୁହେଁ, ଏହା ଶୁଭତ୍ୱର ପ୍ରତୀକ ହୋଇଥାଏ। କାହିଁକି ନା ଆଜିର ସମୟରେ ଯେଉଁମାନେ ଧନବାନ ହୋଇପାରିଛନ୍ତି, ଆପଣମାନେ ଲକ୍ଷ୍ୟ କରିବେ ସେମାନଙ୍କ ଘରର ସାମ୍ନାରେ କିମ୍ବା ସେମାନଙ୍କ ବାଡ଼ି ବଗିଚାରେ ଧଳା ଅରଖ ଗଛଟି ନିଶ୍ଚୟ ଲଗାଇଥିବେ। ଦର୍ଶକ ବନ୍ଧୁ, ଏମିତି ବି ଲୋକ ଅଛନ୍ତି ଯେଉଁମାନେ କହିବେ ଯେ ଧଳା ଅରଖ ଗଛଟିକୁ ଘରେ ଲଗାଇବା ଦ୍ୱାରା କୌଣସି ବି ପ୍ରଭାବ ପଡ଼ିନଥାଏ, ଅର୍ଥାତ୍ ଘରେ ମନ ମତାନ୍ତର, କଳି ଝଗଡ଼ା, ଧନଜନିତ ସମସ୍ୟା ଦେଖା ଦେଇଥାଏ। ତେବେ ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ଗୋଟିଏ ଗୋଟିଏ ନିୟମ ବତାଇବି, ଯାହାକୁ ଆପଣମାନେ ସଠିକ୍ ବିଧିବିଧାନ ଦ୍ୱାରା କରିନେବା ଦ୍ୱାରା ଆପଣଙ୍କୁ ସେଥିରୁ ଶୁଭାଶୁଭ ଫଳ ଦେଖିବା ପାଇଁ ମିଳିବ। ଦର୍ଶକ ବନ୍ଧୁ, ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଯଦି ଆପଣମାନେ ବି ଧନଜନିତ ସମସ୍ୟା, ବିଦ୍ୟାଜନିତ ସମସ୍ୟା କିମ୍ବା ଘରର ଅଶାନ୍ତି କାରଣରୁ ଚିନ୍ତିତ ଅଛନ୍ତି, ତେବେ ଏହାର ସଠିକ୍ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଧଳା ଅରଖ ଗଛଟି 100 ବର୍ଷରୁ ପୁରୁଣା ହୋଇଗଲେ, ଅର୍ଥାତ୍ ଏହି ଗଛଟି ଯେତେ ପୁରୁଣା ହୋଇ ଚାଲୁଥିବ, ତେବେ ସେଥିରେ ଆପଣଙ୍କୁ ଅନେକ ଗୁଡ଼ିଏ ସକାରାତ୍ମକ ଶକ୍ତି ଏବଂ ଚମତ୍କାରୀ ଫାଇଦା ଦେଖିବା ପାଇଁ ମିଳିବ। ଏବଂ ଆମର ତନ୍ତ୍ରଶାସ୍ତ୍ରରେ ମାନ୍ୟତା ଅଛି, ଏହି ଚେରଟିକୁ ଯଦି ଆପଣମାନେ ବିଧିପୂର୍ବକ ସିଦ୍ଧି କରି ଆପଣଙ୍କ ଶରୀରରେ ଧାରଣ କରୁଛନ୍ତି, ତେବେ ଏଥିରୁ ଆପଣଙ୍କୁ ଅନେକ ଗୁଡ଼ିଏ ଚମତ୍କାରୀ ଶକ୍ତି ଲାଭ ହୋଇଥାଏ।
ଏବଂ ଏହି ଧଳା ଅରଖ ଚେରରେ ଶ୍ରୀ ଗଣେଶଙ୍କର ସ୍ୱରୂପ ଭାବରେ ମାନ୍ୟତା ରହିଛି ଏବଂ ଧଳା ଅରଖ ଫୁଲଟି ମହାଦେବଙ୍କ ବହୁତ ପ୍ରିୟ ହୋଇଥାଏ। ତା ସହିତ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଧଳା ଅରଖ ଦ୍ୱାରା ଆପଣଙ୍କର ଧନଜନିତ ସମସ୍ୟାକୁ ମଧ୍ୟ ଦୂର କରିପାରିବେ। ସେଥିପାଇଁ ଆପଣମାନେ ଧଳା ଅରଖର ଚେରଟିକୁ ଆପଣଙ୍କ ଘରକୁ କୌଣସି ବି ସୋମବାର ଦିନ ନେଇକରି ଆସନ୍ତୁ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଚାହୁଁଛନ୍ତି ଧଳା ଅରଖ ଗଛଟିକୁ ଆପଣଙ୍କ ଘରେ ଲଗାଇବା ପାଇଁ, ତେବେ ଏହାର ସଠିକ୍ ସ୍ଥାନ ମଧ୍ୟ ଜାଣି ରଖନ୍ତୁ, ଯାହାଦ୍ୱାରା ଏହାକୁ ଲଗାଇଦେଲେ ଆପଣଙ୍କ ଘରକୁ କେବେ ହେଲେ ବି ବାସ୍ତୁଜନିତ ସମସ୍ୟା ଦେଖାଦେବ ନାହିଁ। ତେବେ ସେହି ସଠିକ୍ ଜାଗାଟି ହେଉଛି ଆପଣଙ୍କ ମୁଖ୍ୟଦ୍ୱାରର ଡାହାଣ ପଟେ। ଆପଣମାନେ ଆପଣଙ୍କ ମୁଖ୍ୟଦ୍ୱାରର ଡାହାଣ ପାଖରେ ଏହି ଗଛଟିକୁ ଲଗାଇଦେଲେ ଧନଜନିତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଘରକୁ କେବେ ହେଲେ ବି ଦୁଃଖ, କଷ୍ଟ, ଦାରିଦ୍ର୍ୟତା ପ୍ରବେଶ କରିପାରିବ ନାହିଁ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କ ବିଶ୍ୱାସ ହେଉନାହିଁ, ତେବେ ଥରେ ମାତ୍ର ଏହାର ପରୀକ୍ଷା କରି ଦେଖନ୍ତୁ। କାହିଁକି ନା ଏହି ଗଛର ଏତେ ମାତ୍ରାରେ ଚମତ୍କାରୀ ଶକ୍ତି ରହିଛି ଯେ ଯେଉଁ ବ୍ୟକ୍ତି ଏହାର ଥରେ ମାତ୍ର ପରୀକ୍ଷା କରିନିଏ, ତା ଜୀବନରେ ବହୁତ ବଡ଼ ଉନ୍ନତି ଆସିଥାଏ। ଦର୍ଶକ ବନ୍ଧୁ, ଏହାକୁ ଆପଣମାନେ କୌଣସି ଜାଗାରୁ ଆଣିକରି ଲଗାଇ ପାରିବେ, କିନ୍ତୁ ଯଦି ଆପଣମାନଙ୍କ ଆଖପାଖରେ ଏହି ଗଛଟି ମିଳିପାରୁନାହିଁ, ତେବେ ଆପଣମାନେ ଅନଲାଇନ୍ରୁ ମଧ୍ୟ ଏହି ଗଛଟିକୁ ଅର୍ଡ଼ର କରିପାରିବେ। ତା ସହିତ ଆପଣମାନେ ଜାଣି ରଖିବା ଉଚିତ ଯେ ଏହି ଗଛରୁ ଯେଉଁ ମଞ୍ଜି ବାହାରେ, ତାହାକୁ ଆପଣମାନେ କୌଣସି ଛୋଟିଆ କୁଡ଼ିଆରେ ଲଗାଇ ପାରିବେ। ଏପରି କରିବା ଦ୍ୱାରା ଆପଣଙ୍କ ଘର ବାସ୍ତୁଜନିତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯାଇଥାଏ। ଦର୍ଶକ ବନ୍ଧୁ, ଆପଣମାନେ ଚେଷ୍ଟା କରିବେ ସୋମବାର ଦିନ ଧଳା ଅରଖ ଫୁଲକୁ ମହାଦେବଙ୍କ ନିକଟରେ ଅର୍ପଣ କରିବା ପାଇଁ। କିନ୍ତୁ ଯଦି ଆପଣମାନଙ୍କୁ ଧଳା ଅରଖ ଫୁଲ ମିଳିପାରୁନାହିଁ, ତେବେ ଆପଣମାନେ ଅରଖ ପତ୍ରକୁ ମାଳ କରି ମହାଦେବଙ୍କ ନିକଟରେ ଅର୍ପଣ କରିପାରିବେ। କାହିଁକି ନା ଧଳା ଅରଖ ଫୁଲ ଅଧିକାଂଶ ଲୋକକୁ ନ ମିଳିପାରେ। ସେଥିପାଇଁ ଯଦି ଆପଣମାନେ ଅରଖ ଗଛର ପତ୍ରକୁ ମାଳ କରି ମହାଦେବଙ୍କୁ ଅର୍ପଣ କରିବେ, ତେବେ ସେଥିରୁ ମଧ୍ୟ ଆପଣମାନଙ୍କୁ ଶୁଭାଶୁଭ ଫଳ ମିଳିଯିବ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ବି ଆପଣଙ୍କ ଜୀବନରେ ଚମତ୍କାରୀ ଫାଇଦାକୁ ଦେଖିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ଘରେ ଗୋଟିଏ ଧଳା ଅରଖ ଗଛଟିକୁ ଆଣିକରି ସ୍ଥାପନା କରନ୍ତୁ। ଦେଖିବେ 1 ମାସ ମଧ୍ୟରେ ଆପଣମାନଙ୍କୁ ଅନେକ ଗୁଡ଼ିଏ ଚମତ୍କାରୀ ଫାଇଦା ଦେଖାଯିବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଧଳା ଅରଖ ଚେରର କ'ଣ ସବୁ ଫାଇଦା ରହିଛି, ତା ସହିତ ଆପଣଙ୍କର ଧନଜନିତ ସମସ୍ୟାକୁ କିଭଳି ଭାବରେ ଦୂର କରିପାରିବେ। ତେବେ ଆପଣମାନେ କୌଣସି ବି ସୋମବାର ଦିନ ଧଳା ଅରଖ ଗଛର ଚେରଟିକୁ ନେଇକରି ଆସିବେ। ଏହାପରେ ସେହି ଚେରଟିକୁ ଗଙ୍ଗା ଜଳରେ ଧୋଇଦେବେ ଏବଂ ସେହି ଚେରଟିକୁ ଆପଣଙ୍କ ହାତରେ ଧରି ଓମ୍ ଗମ୍ ଗଣପତୟେ ନମଃ ଏହି ମନ୍ତ୍ରଟିକୁ 108 ଥର ଜପ କରିବେ। ଏହାପରେ ସେହି ଚେରଟିକୁ ଆପଣଙ୍କ ଗଳାରେ କିମ୍ବା ହାତରେ ଧାରଣ କରିବେ, ଯାହାଦ୍ୱାରା ଯେଉଁମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନଙ୍କର ବିଦ୍ୟାଜନିତ ସମସ୍ୟା ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଏହି ଜାଗାରେ ଅନେକ ଲୋକ ଭାବିଥାନ୍ତି ଯେ ଆମେ ତ ଆମ ଘରେ ଆଣି ଧଳା ଅରଖ ଗଛଟିକୁ ଲଗାଇ ଦେଇଛେ, ତାହା ବି ବାସ୍ତୁ ମୁତାବକ। କିନ୍ତୁ ଆପଣମାନଙ୍କୁ ଗୋଟିଏ କଥା କହି ରଖିବି, କେବଳ ବାସ୍ତୁଜନିତ ଗଛକୁ ଆପଣଙ୍କ ଘରେ ଲଗାଇ ଦେବା ଦ୍ୱାରା ଆପଣଙ୍କର ଉନ୍ନତି ହୋଇପାରିବ ନାହିଁ। ସେଥିପାଇଁ ଆପଣମାନେ ସର୍ବପ୍ରଥମେ ଆପଣଙ୍କ କର୍ମରେ ସୁଧାର ଆଣନ୍ତୁ। ତା ସହିତ ବାସ୍ତୁ ଗଛକୁ ଆପଣଙ୍କ ଘରେ ଲଗାଇବା ଦ୍ୱାରା ଆପଣମାନେ ନିଜେ ଦେଖିବେ ଖୁବ୍ କମ୍ ସମୟ ମଧ୍ୟରେ ଆପଣଙ୍କ ପରିବାରରେ ଉନ୍ନତି ଆସିଯିବ। ଦର୍ଶକ ବନ୍ଧୁ, ଧଳା ଅରଖ ଗଛର ଆଉ ଗୋଟିଏ ଚମତ୍କାରୀ ଫାଇଦା ବିଷୟରେ ଜାଣି ରଖନ୍ତୁ। ଆପଣମାନେ ଦେଖିବେ ଯେତେବେଳେ ଧଳା ଅରଖ ଗଛର ଫଳଟି ଶୁଖି ଯାଇଥାଏ, ସେହି ଫଳରୁ ତୁଳା ବାହାରିଥାଏ। ଆପଣମାନେ ସେହି ତୁଳାକୁ ନେଇ ବଳିତା ପ୍ରସ୍ତୁତ କରିବେ ଏବଂ ସେହି ବଳିତାରେ ଗୋଟିଏ ଦୀପକୁ ଜଳାଇ ଦେବେ।
ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣମାନେ ଯେଉଁଠାରେ ବି ଧଳା ଅରଖ ଗଛର ଫଳଟିକୁ ପାଇଯାଉଛନ୍ତି ତେବେ ଏହାକୁ ହାତଛଡ଼ା କରନ୍ତୁ ନାହିଁ। ତୁରନ୍ତ ସେହି ଫଳକୁ ଆଣି ସେହି ଫଳରୁ ତୁଳାକୁ ବାହାର କରି ବଳିତା ପ୍ରସ୍ତୁତ କରି ମାସର କୌଣସି ବି ଏକ ସୋମବାର ଦିନ ମହାଦେବଙ୍କ ନିକଟରେ ଗୋଟିଏ ଦୀପକୁ ଜଳାଇ ଦିଅନ୍ତୁ। ଆପଣମାନେ ସେହି ଗୋଟିଏ ଦୀପକୁ ମହାଦେବଙ୍କ ନିକଟରେ ଅର୍ପଣ କରିବାର ଅର୍ଥ ହେଉଛି 108ଟା ଦୀପ ଜାଳିବା ସହିତ ସମାନ ହୋଇଥାଏ। କେବଳ ସେତିକି ନୁହେଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଧଳା ଅରଖ ଗଛ ସହିତ ଅନ୍ୟ ଗୁଡ଼ିଏ ବାସ୍ତୁ ଗଛକୁ ମଧ୍ୟ ରଖିବେ, ଯେମିତିକି ବେଲଗଛ, ଅଁଳା ଗଛ, ପିପଳି ଗଛ, କଦଳୀ ଗଛ, ଏସବୁକୁ ଯଦି ଆପଣମାନେ ସଠିକ୍ ବାସ୍ତୁ ଜାଗାରେ ଲଗାଇଦେବେ ତେବେ ଆପଣଙ୍କ ପରିବାରର ଉନ୍ନତି ବହୁମାତ୍ରାରେ ହେବ। ସେଥିପାଇଁ ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଆପଣମାନେ ନିଜ ଜୀବନରେ ଉନ୍ନତି ପାଇଁ ଥରେ ମାତ୍ର ଏହିସବୁ ଗଛକୁ ଆପଣଙ୍କ ଘରେ ଆଣି ଲଗାଇ ଦିଅନ୍ତୁ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ହର ହର ମହାଦେବ ଅବଶ୍ୟ ଲେଖିବେ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଆଜି ପାଇଁ ରହୁଛି, ନମସ୍କାର।